ମୁଁ ବାରମ୍ବାର କହୁଛି ଓଡ଼ିଶା ଲୋକଙ୍କ ସହିତ ବିଜେପି କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରତାରଣା କରୁଛନ୍ତି। ଯେମିତି ଖେଳ ଖେଳିଲା ଭଳିଆ ଖେଳୁଛନ୍ତି। ଆମେ ବସିଦେବୁ, ଆମେ କରିଦେବୁ, ଆଜି କରିବୁ, କାଲି କରିବୁ, ଏ ଟ୍ରିବ୍ୟୁନାଲର ସମୟ ଚାଲିଗଲା, କ'ଣ କରିବେ ସେମାନେ? ଏଇଟା ସ୍ପଷ୍ଟ ନୁହେଁ। ତେଣୁ ସ୍ପଷ୍ଟ କରିବାର ଆବଶ୍ୟକତା ଅଛି। ଇଟ୍ ଇଜ୍ ଏ ସିମ୍ପଲ୍ ୱେ, ଇଟ୍ ଇଜ୍ ଏ ଟେକ୍ନିକାଲିଟି। ପାଣିର ସ୍ରୋତ କେମିତି କେଉଁ ହିସାବରେ ପ୍ରବାହ ହେଉଛି, କେଉଁ ସିଜନରେ କେତେ ହୋଇଛି, ଗତ 10 ବର୍ଷ 20 ବର୍ଷ ଯାହା ବି ଷ୍ଟାଟିଷ୍ଟିକ୍ ନେବା କଥା, ସେଣ୍ଟ୍ରାଲ ୱାଟର କମିଶନ ସବୁ ନଦ ନଦୀର ସବୁ କିଛି ଜାଣିଛି, ସବୁ ତଥ୍ୟ ତାଙ୍କ ପାଖରେ ଅଛି। ସେଣ୍ଟ୍ରାଲ ୱାଟର କମିଶନର ଚେୟାରମ୍ୟାନ୍ ଚିଫ୍ ଯିଏ ଅଛନ୍ତି, ସେଇଟା ତାଙ୍କ ଟେକ୍ନିକାଲ ଏକ୍ସପର୍ଟ ମାନଙ୍କୁ ଟାସ୍କ ଦେବା କଥା, ତୁମ ୱାର୍କଆଉଟ୍ କର। ତା ସହିତ ଇନଭଲ୍ଭ କରିବା କଥା ରାଜ୍ୟର ଇଞ୍ଜିନିୟରିଂ ଚିଫ୍ ମାନେ, ଯେଉଁମାନେ ନଦୀ କଥାରେ, ନଦୀର ପ୍ରବାହ ଏବଂ ନଦୀ ଜଳ ଉପରେ ଯେଉଁମାନଙ୍କର ଗବେଷଣା ଅଛି, ଏକ୍ସପର୍ଟିଜମ୍ ଅଛି। କିଛି ଏନଭାରମେଣ୍ଟାଲିଷ୍ଟକୁ ଇନଭଲ୍ଭ କରିବା କଥା, ଯେଉଁମାନେ ସାଇଣ୍ଟିଫିକ୍ ୱେରେ ଦେଖୁଛନ୍ତି। ଆଉ ଗୋଟେ ଟାସ୍କ ଫୋର୍ସ ତିଆରି କରିବାର କଥା, ବିକଲ୍ପ ଡାୟଲଗ ବାହାରିବା କଥା ଯେ ଏଇଟା ସମ୍ଭାବନା ଅଛି। ଦ୍ୟାଟ୍ ଇଜ୍ ଏ ହନେଷ୍ଟ ଆପ୍ରୋଚ୍। ସେଟା କାହିଁକି କରୁନାହାନ୍ତି? ଏସବୁ ବାକି କଥାର କିଛି ଅର୍ଥ ନାହିଁ। ମୁଁ ଯେଉଁ କଥା କହିଲି ସେଥିରୁ ଯଦି କିଛି ବାହାରିବ ରାସ୍ତା, ସେଠୁରୁ ବାହାରିବ। ମନ୍ଥନ କଲେ ବାହାରିବ। କିଏ ମନ୍ଥନ କରିବ? ଆପଣ ଆମେ କଲେ ହବନି। ଏ ପଲିଟିକାଲ ଲେଭେଲରେ ମୁଖ୍ୟମନ୍ତ୍ରୀ କରିବେନି, ତାଙ୍କୁ ଇନଭଲ୍ଭ କରାଯାଉ। ଲେଟ୍ ଦେମ୍ ଫାଇଣ୍ଡ ଆଉଟ୍ ଏ ସଲ୍ୟୁସନ୍ which would be appreciated by all. ଆପଣ ମାନେ ବି କରିବେ, ସବୁ ରାଜନୈତିକ ଦଳ କରିବେ, ତର୍କ ଥିବ ସେଠି। ଏଠି ବିନା ତର୍କରେ ଇଏ କଲାନି, ସେ କଲାନି, ଇଏ ତା ଉପରେ କାଦୁଅ ଫିଙ୍ଗିବ, ସେ ତା ଉପରେ କାଦୁଅ ଫିଙ୍ଗିବ, ଏଥିରେ କ'ଣ ହବ? ରାଜ୍ୟର ମହାନଦୀ ପାଣି ଶୁଖିବାକୁ ଯାଉଛି। ଫେର ଉଲ୍ଟା ମୁଁ ଶୁଣିଲିନି ହୀରାକୁଦ ଡ୍ୟାମ୍ରେ ସେଠି ଟୁରିଜମ ସ୍ପଟ୍ ଗୁଡ଼ାକ କରୁଛନ୍ତି। ହୀରାକୁଦ ଡ୍ୟାମ୍ କେତେ ରିସ୍କ ଜାଗାରେ ଅଛି, କେତେ ତାର ଲାଞ୍ଜିଭିଟି ହେଇଗଲାଣି, କେତେ କ୍ୱେଶ୍ଚିନେବୁଲ ଅଛି। ମଝିରେ ବହୁତ ବଡ଼ ସ୍ରୋତ ଆସିଲା ବେଳେ ପ୍ରଶ୍ନ ଉଠୁଛି ସମ୍ବଲପୁର ଟାଉନ ରହିବ କି ନାହିଁ, ସେଇଭଳିଆ ସେ କଟକ ସହର ରହିବ କି ନାହିଁ, ସେସବୁ ପ୍ରଶ୍ନ ଉଠୁଛି। ତେଣୁ ସେଠି ଯଦି ଟୁରିଜମ ହବ୍ ତିଆରି ହେବ, ଆଉ ସେଠି କେତେ ଦୁର୍ଘଟଣା ହେବ, କେତେ କ'ଣ ହେବ, ସେଇଟା କେଜାଣି। ପାଣି ଗୁଡ଼ାଏ ଫ୍ୟାକ୍ଟ୍ରି ସେଠି ବ୍ୟବହାର କରୁଛନ୍ତି। ଯେତେ ମହାନଦୀ ବେସିନ୍ରେ ଅଛନ୍ତି, ଗୁଡ଼ାଏ ଫ୍ୟାକ୍ଟ୍ରି, କିଏ 40,000 କ୍ୟୁବିକ୍ ମିଟର, କିଏ 50,000 କ୍ୟୁବିକ୍ ମିଟର, କିଏ 1 ଲାख କ୍ୟୁବିକ୍ ମିଟର ଏଭଳିଆ ବ୍ୟବହାର କରୁଛନ୍ତି ପ୍ଲାଣ୍ଟ ଗୁଡ଼ାକ। ପାୱାର ପ୍ଲାଣ୍ଟ ପାଇଁ, ସ୍ମେଲ୍ଟର ପ୍ଲାଣ୍ଟ ମାନଙ୍କ ପାଇଁ, ବିଭିନ୍ନ ପ୍ଲାଣ୍ଟ ପାଇଁ। ଆଉ ସେଇଟା ଚାଷୀକୁ ତ ମିଳିବାଟା କମ୍ ହେଇଯାଇଛି। ଆଉ ଏବେ ଯେଉଁ ପାଣି ଯେତେବେଳେ ଆସିବନି ନଦୀରେ, କେମିତି ହେବ? 7 ମାସ 8 ମାସ ପାଣି ରହିବ ନାହିଁ ନଦୀରେ।